ନମସ୍କାର। ଆସନ୍ତୁ ଆଜି ଜାଣିବା ପବିତ୍ର ଓଳାଶୁଣୀ ପୀଠ ବିଷୟରେ। ପୁଣ୍ୟକ୍ଷେତ୍ର ଉତ୍କଳ ଭୂମିରେ ଅନେକ ଜ୍ଞାନୀ ଗୁଣୀ ସାଧୁ ସନ୍ଥ ମହାତ୍ମା ଓ ମହାପୁରୁଷ ଜନ୍ମଗ୍ରହଣ କରି ନିଜର ସାଧନା ସିଦ୍ଧି ଓ ମହିମାର ପ୍ରଚାର କରି ଯାଇଛନ୍ତି। ଶାକ୍ୟ ସିଦ୍ଧାର୍ଥ ଗୌତମ ବୁଦ୍ଧଙ୍କ ପରି ଉତ୍କଳର ଜଣେ ଯୁବରାଜ ଅମା ଅନ୍ଧକାର ଭରା ରାତିରେ ଦିନେ ରାଜ ଐଶ୍ୱର୍ଯ୍ୟ ତ୍ୟାଗ କରି ଅରଣ୍ୟବାସୀ ହୋଇଥିଲେ। ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ରାଜ ପରିବାରର ଏହି ତରୁଣ ଯୁବରାଜ ବୀରଭଦ୍ର ଦେବ ପରବର୍ତ୍ତୀ ସମୟରେ ପରିଚିତ ହେଲେ ମହାପୁରୁଷ ଅରକ୍ଷିତ ଦାସଙ୍କ ନାମରେ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଲାଇ ଗ୍ରାମରେ ଅବସ୍ଥିତ ଏହି ପୁଣ୍ୟ ପାବନ କ୍ଷେତ୍ର ଓଳାଶୁଣୀ ଗୁମ୍ଫାରେ ସେ ସାଧନା ଏବଂ ସିଦ୍ଧିର ଅଧିକାରୀ ହୋଇ ମହାସମାଧି ଗ୍ରହଣ କରିଥିଲେ। ଅପୂର୍ବ ପ୍ରାକୃତିକ ସୁଷମାମଣ୍ଡିତ ତଥା ଏକ ବିକଶିତ ପର୍ଯ୍ୟଟନ ସ୍ଥଳୀ ଭାବରେ ସୁପରିଚିତ ଏହି ପୀଠରେ ମାଘ କୃଷ୍ଣ ଏକାଦଶୀ ତିଥିରେ ମହାପୁରୁଷଙ୍କର ତିରୋଧାନ ତିଥିରେ ଆୟୋଜିତ ହୋଇଥାଏ ଓଡ଼ିଶାର ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ଯାତ୍ରା। ଉତ୍କଳର ଅନ୍ୟତମ ଧର୍ମୀୟ ପ୍ରସିଦ୍ଧ ଧର୍ମପୀଠ ଓଁକାର ରୂପକ ପର୍ବତରେ ଅବସ୍ଥିତ ଓଳାଶୁଣୀ ଗୁମ୍ଫା ପାରାଦୀପରୁ ଚଣ୍ଡିଖୋଲକୁ 53 ନମ୍ବର କ ଜାତୀୟ ରାଜପଥରେ ଗଲାବେଳେ ଡାହାଣ ପାର୍ଶ୍ୱରେ ଗୋବରୀ ନଦୀ ଉପତ୍ୟକାରେ ଛିଡ଼ା ହୋଇଥିବା ସବୁଜିମା ଭରା ପାହାଡ଼ଟି ପଥଚାରୀଙ୍କ ଆଖିରେ ପଡ଼େ। ନୀତି ଦୀର୍ଘ ଏହି ପାହାଡ଼ ଶୀର୍ଷରେ ନାରିକେଳ ପଣସ ଝାଉଁ କାଜୁର ପତଳା ଜଙ୍ଗଲ ଭିତରୁ ଦୂରରୁ ଦୃଶ୍ୟମାନ ହୁଏ ଏକ ଧବଳ ମନ୍ଦିରର ଚୂଡ଼ା। ଏହି ମନ୍ଦିର ହେଉଛି ଓଳାଶୁଣୀ ପୀଠର ମହାନ ସନ୍ଥ ସାଧକ ଅରକ୍ଷିତ ଦାସଙ୍କର ପବିତ୍ର ସମାଧି ମନ୍ଦିର। ଓଳାଶୁଣୀ ପାହାଡ଼ ପୂର୍ବ ଏବଂ ପଶ୍ଚିମ ଭାଗ ପାଦଦେଶରୁ ଶିଖରକୁ ଅତିକ୍ରମ କରିଯାଇଛି ଏକ ସୁଉଚ୍ଚ ପାବଛ ଶ୍ରେଣୀ। ପଶ୍ଚିମ ପାର୍ଶ୍ୱରୁ ମଧ୍ୟ ଯାନବାହନ ଚଳାଚଳ ଲାଗି ପକ୍କା ସଡ଼କ ନିର୍ମିତ ହୋଇଛି। ପାହାଡ଼ର ପାଦ ଧୋଇ ପୂର୍ବ ଏବଂ ଦକ୍ଷିଣ ଦିଗରେ ବହିଯାଇଛି କ୍ଷିପ୍ରସ୍ରୋତା ଗୋବରୀ ନଦୀ। ପୂର୍ବପଟେ ଏହି ନଦୀ କୂଳରେ ରହିଛନ୍ତି କ୍ଷେତ୍ରାଧିପତି ମା ଓଳାଶୁଣୀଙ୍କ ମନ୍ଦିର। ଓଳାଶୁଣୀ ପାହାଡ଼ର ଶିଖରରେ ପହଞ୍ଚିଲେ ପ୍ରାଣରେ ଖେଳିଯାଏ ପବିତ୍ର ଆଧ୍ୟାତ୍ମିକତାର ଏକ ଶୀତଳ ସମୀରଣ। ପଥପ୍ରାନ୍ତ ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ପରଶି ଦିଆଯାଏ ଅବ୍ୟର୍ଥ ମହୌଷଧି ଓଳାଶୁଣୀ ମଠର ପବିତ୍ର କାଞ୍ଜି ପାଣି। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଓଳାଶୁଣୀର ସ୍ଥାନ ସ୍ୱତନ୍ତ୍ର ଓ ଅନନ୍ୟ। ଏହା ପାଖରେ ରହିଛି ବିଶ୍ୱବିଖ୍ୟାତ ବୌଦ୍ଧପୀଠ ଲଳିତଗିରି ଓ ଅନ୍ୟତମ ପୌରାଣିକ କ୍ଷେତ୍ର ଗାଙ୍ଗୀପୀଠ। ପଞ୍ଚଗିରି ମଣ୍ଡଳ ପରିବେଷ୍ଟିତ ଇଲାକା ଭିତରେ ରହିଛି ଯାଜପୁରର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଏବଂ ରତ୍ନଗିରି। ଓଳାଶୁଣୀଠାରେ ମଧ୍ୟ ରହିଛି ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ପରିବେଶ ପର୍ଯ୍ୟଟନ ଭବନ ଓ ପର୍ଯ୍ୟଟନ ବିଭାଗର ନିର୍ମିତ 2ଟି ପର୍ଯ୍ୟଟକ ସୁବିଧା କେନ୍ଦ୍ର। ପରିବେଶ ପର୍ଯ୍ୟଟନ ଭବନରେ ରହିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଅନଲାଇନ୍ ବୁକିଂ କରିଥାନ୍ତି ଏବଂ ଓଳାଶୁଣୀ ବଣଭୋଜି ପାଇଁ ଏକ ପ୍ରସିଦ୍ଧ ସ୍ଥାନ। ହଜାର ହଜାର ସଂଖ୍ୟକ ଲୋକମାନେ ପର୍ଯ୍ୟଟନ ଋତୁରେ ଛୁଟି ଆସନ୍ତି ଏହି ଓଳାଶୁଣୀ ପୀଠକୁ ବଣଭୋଜିର ମଜା ନେବା ପାଇଁ। ବିଶ୍ୱବିଖ୍ୟାତ 3ଟି ବୌଦ୍ଧପୀଠ 20 କିଲୋମିଟର ଦୂରରେ ଥିବା ଚଣ୍ଡିଖୋଲର ପ୍ରସିଦ୍ଧ ଚଣ୍ଡୀ ମନ୍ଦିର ମହାବିନାୟକ ପୀଠ ଏବଂ ଅନତି ଦୂରରେ ଥିବା ଛତିଆବଟ ମଧ୍ୟ ଧାର୍ମିକ ପର୍ଯ୍ୟଟନ ପୀଠ ଭାବରେ ବେଶ ସୁପରିଚିତ। ବର୍ତ୍ତମାନ ପର୍ଯ୍ୟଟନ ଋତୁରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଏହି ଆଧ୍ୟାତ୍ମିକ ପୀଠକୁ ପରିଦର୍ଶନରେ ଆସୁଥିବା ଦେଖାଯାଉଛି। ଓଳାଶୁଣୀକୁ ଆସୁଥିବା ପର୍ଯ୍ୟଟକମାନେ ସେଠାରେ କେମିତି ପହଞ୍ଚିବେ? କଟକଠାରୁ ଓଳାଶୁଣୀ ପୀଠର ଦୂରତା 60 କିମି ହୋଇଥିବା ବେଳେ 53 ନମ୍ବର କ ଜାତୀୟ ରାଜପଥ ଚଣ୍ଡିଖୋଲରୁ ମାତ୍ର 20 କିମି ଦୂରରେ ଏହା ଅବସ୍ଥିତ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାରୁ ଏହାର ଦୂରତା ମାତ୍ର 15 କିଲୋମିଟର। ଏହି ଜାତୀୟ ରାଜପଥର ପଲାଇ ଛକଠାରୁ ଓଳାଶୁଣୀ ପୀଠର ଦୂରତା ମାତ୍ର 1 କିମି। ଓଳାଶୁଣୀ ପାହାଡ଼କୁ ଉଠିବା ପାଇଁ ଜାତୀୟ ରାଜପଥର ଗୋବରୀ ନଦୀପଟ ପୂର୍ବ ଦିଗରୁ ଓ ପଶ୍ଚିମ ଦିଗରେ ପକ୍କା ସଡ଼କ ନିର୍ମିତ ହୋଇଛି। ପର୍ଯ୍ୟଟନ ଋତୁରେ ସହସ୍ରାଧିକ ଦର୍ଶକ ତୀର୍ଥଯାତ୍ରୀ ପର୍ଯ୍ୟଟକମାନଙ୍କର ଏହା ହେଉଛି ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ। ଜଙ୍ଗଲ ବିଭାଗ ପକ୍ଷରୁ ଏଠାରେ ଏକ ପରିବେଶ ପର୍ଯ୍ୟଟନ ଭବନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ 2ଟି ପର୍ଯ୍ୟଟକ ସୁବିଧା କେନ୍ଦ୍ର ମଧ୍ୟ ଏଠାରେ ନିର୍ମିତ ହୋଇଛି। ଓଳାଶୁଣୀ କ୍ଷେତ୍ରକୁ ରାଜ୍ୟର ଏକ ପ୍ରମୁଖ ଆଧ୍ୟାତ୍ମିକ ଧର୍ମପୀଠ ଏବଂ ପରିବେଶ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ କରାଇବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ସରକାର ତରଫରୁ ପ୍ରଶଂସନୀୟ ଉଦ୍ୟମ ହୋଇଛି ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ ମଧ୍ୟ ଏ କ୍ଷେତ୍ରର ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଏ ପର୍ଯ୍ୟଟନ ସ୍ଥଳୀକୁ ଏକ ଉନ୍ନତ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିଛି।